ପୁରୀରେ ବର୍ଷାଙ୍କୁ କ୍ଷମା ମାଗିଲେ ଅନୁଭବ। ଦର୍ଶକ ବନ୍ଧୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ସାମ୍ନାକୁ। ଦେଖିବାକୁ ମିଳିଛି କି ଅଭିନେତା ଅନୁଭବ ମହାନ୍ତି କୋଉଠି ତାଙ୍କ ପୂର୍ବ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀଙ୍କୁ ମାଗିଛନ୍ତି କ୍ଷମା। ହଠାତ୍ ପୁରୀରେ ଗତକାଲି ଦେଖା ହୋଇଥିଲା ଉଭୟ ସୁପରଷ୍ଟାର ଅଭିନେତା ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀ। ଏବେ ରଥଯାତ୍ରାରେ ମାହୋଲ ଚାଲିଥିବା ବେଳେ ଝିପଝିପ ବର୍ଷାରେ ପୁଣି ଥରେ ଏକାଠି ହୋଇଛନ୍ତି ଅନେକ ଦିନ ପରେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଆଉ ଅଭିନେତା ଅନୁଭବ ମହାନ୍ତି। ସୂଚନା ଆସୁଛି କି କାଲି ଯେଉଁ ପୂର୍ବ କଥାକୁ ମନେ ପକାଇଛନ୍ତି ଅଭିନେତା ଅନୁଭବ ମହାନ୍ତି ଆଉ ସେ ଅନୁତାପ କରିଛନ୍ତି, ସେଥିପାଇଁ ସେ ବର୍ଷାକୁ ମାଗିଛନ୍ତି କ୍ଷମା। ଆଉ ପାଖରେ ରହିଛନ୍ତି ଜାଗୃତି ଶୁକ୍ଲା। ଜାଗୃତି ଶୁକ୍ଲା ଅଭିନେତା ଅନୁଭବ ମହାନ୍ତି ମିଶିକରି କୁଆଡ଼େ ତାଙ୍କ ପୂର୍ବ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠାରୁ ଏବେ କରିଛନ୍ତି କ୍ଷମା ପ୍ରାର୍ଥନା। କହିଛନ୍ତି ପୂର୍ବ କଥା ମନେ ପକାଇ ଏବେ କୁଆଡ଼େ ମାଗିଛନ୍ତି ଭୁଲ। ତେବେ ଜଗା ଦଣ୍ଡରେ ଏବେ କୁଆଡ଼େ ବଡ଼ ଦଣ୍ଡରେ ପୁରୀରେ ପୁଣି ଥରେ ଏକାଠି ହୋଇଛନ୍ତି ଉଭୟ ବର୍ଷା ଆଉ ଅନୁଭବ। ଏହି ପରିପ୍ରେକ୍ଷୀରେ ଅଭିନେତା ଅନୁଭବ ମହାନ୍ତି ନିଜ ଭୁଲ କଳା କର୍ମକୁ ଏବେ କୁଆଡ଼େ ଅନୁତାପ କରି ମାଗିଛନ୍ତି ଭୁଲ।